ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏଇ ଆଉ ଗୋଟେ ନୂଆ ଅଧ୍ୟାୟକୁ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ସୂର୍ଯ୍ୟାର୍ଘ୍ୟ, ଆଉ ଆଜି ଆମେ ଏହି ଅଧ୍ୟାୟରେ ଜାଣିବା ସନ୍ଧ୍ୟାର ଆବଶ୍ୟକତା। ତ ଚାଲନ୍ତୁ ବନ୍ଧୁ, ଡେରି ନକରି ଆଉ ଆମେ ଆରମ୍ଭ କରିବା। ସନ୍ଧ୍ୟାର ଆବଶ୍ୟକତା। ସନ୍ଧ୍ୟା ମୋପାସୟିତଂ ଯେତୁ ଶତଂଶ ସିତ୍ୟବ୍ରତା ବିଧୂତ ପାପାସ୍ତେ ଯାନ୍ତି ବ୍ରହ୍ମଲୋକ ସନାତନମ୍। ଅତ୍ରି ଯଥା ନିୟମ ପୂର୍ବକ ଯେଉଁ ଲୋକ ପ୍ରତିଦିନ ସନ୍ଧ୍ୟା କରେ, ସେହି ଲୋକ ନିଷ୍ପାପ ହୋଇ ସନାତନ ବ୍ରହ୍ମଲୋକକୁ ପ୍ରାପ୍ତ ହୁଏ। ଶ୍ରାତ୍ୱ ତୁ ଯେ ବିପ୍ର ସନ୍ଦୋପାସନ ତପ୍ତରପ୍ ସପ୍ତ ଜନାର୍ଚ୍ଚତମ୍ ପ୍ରାପ୍ୟଂ ତ୍ରିଭୁବ ଶ୍ରବ୍ୟାପୋହତି। ଯଥା ପ୍ରାପ୍ତ କାଳରୁ ଯେଉଁ ବ୍ରାହ୍ମଣ ସ୍ନାନ କରି ସନ୍ଧ୍ୟା କରେ, ତାହାର ସପ୍ତ ଜନ୍ମାର୍ଜିତ ପାପ 3 ବର୍ଷରେ ବିନଷ୍ଟ ହୁଏ। ତ ବନ୍ଧୁ, ଆଜି ଆମେ ଜାଣିଲେ ସନ୍ଧ୍ୟାର ଆବଶ୍ୟକତା। ଆଜି ପାଇଁ ଏତିକି। ଆମେ ଆଗାମୀ ଅଧ୍ୟାୟରେ ଜାଣିବା ଔଷଚରେ ସନ୍ଧ୍ୟା। ତ ବନ୍ଧୁ, ସେହି ପର୍ଯ୍ୟନ୍ତ ଆପଣ ସମସ୍ତଙ୍କୁ ନମସ୍କାର।